ନମସ୍କାର। ଆଜିର ଏହି ଗଭୀର ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ସମ୍ବିଧାନର ଅନୁସୂଚୀ ବା ସିଡ୍ୟୁଲ୍ସ ଗୁଡ଼ିକର ରହସ୍ୟ ଖୋଲିବା। ମୂଳତଃ 1949 ମସିହାରେ କେବଳ 8ଟି ଅନୁସୂଚୀ ଥିଲା, ଆଉ ଏବେ ତାହା 12ଟିରେ ପହଞ୍ଚିଛି। ବୁଝିଲେ, ଲୋକେ ପ୍ରାୟତଃ ଭାବନ୍ତି ଯେ ସମ୍ବିଧାନର ଅନୁସୂଚୀଗୁଡ଼ିକ କେବଳ କିଛି ଶୁଖିଲା ଆଇନଗତ ତାଲିକା। କିନ୍ତୁ ଏହା ଏକ ଭ୍ରମ। ଯଦି ସମ୍ବିଧାନର ଧାରା ବା ଆର୍ଟିକଲଗୁଡ଼ିକ ହେଉଛି ଆଇନର ମୂଳ ଢାଞ୍ଚା, ତେବେ ଅନୁସୂଚୀଗୁଡ଼ିକ ହେଉଛି ସେହି ଢାଞ୍ଚାକୁ ବାସ୍ତବରେ କାମରେ ଲଗାଇବାର ମାନୁଆଲ ବା କାର୍ଯ୍ୟପ୍ରଣାଳୀ। ଆଚ୍ଛା, ମାନେ ନିୟମଟା କେମିତି ଲାଗୁ ହବ? ହଁ, କିପରି ଲାଗୁ ହେବ, କାହା ଉପରେ ଲାଗୁ ହେବ, ତାହା ଏହି ଅନୁସୂଚୀଗୁଡ଼ିକ ସ୍ଥିର କରନ୍ତି। ଆଉ ଏହି 12ଟି ଅନୁସୂଚୀକୁ ମନେ ରଖିବା ପାଇଁ ପିଲାମାନେ ଗୋଟିଏ ବଢ଼ିଆ ଇଂରେଜୀ ସୂତ୍ର ବ୍ୟବହାର କରନ୍ତି, ଟିୟର୍ସ ଅଫ୍ ଓଲ୍ଡ ପିଏମ୍। ଓହୋ, ଟିୟର୍ସ ଅଫ୍ ଓଲ୍ଡ ପିଏମ୍। ବେଶ୍ ମଜାଦାର। ଆମେ ଏହାକୁ ହିଁ ଆମର ଆଲୋଚନାର ରୂପରେଖା ଭାବେ ବ୍ୟବହାର କରିବା। ତେବେ ଚାଲନ୍ତୁ ପ୍ରଥମ 4ଟି ଅକ୍ଷର ମାନେ ଟିୟର୍ସରୁ ଆରମ୍ଭ କରିବା। କୌଣସି ନୂଆ ବ୍ୟବସାୟ ଆରମ୍ଭ କଲାବେଳେ ପ୍ରଥମେ ଅଫିସ୍ ଜାଗା ସ୍ଥିର ହୁଏ। ଦେଶ ପାଇଁ ବି ସେମିତି ନିଜର ଭୌଗୋଳିକ ସୀମା ସ୍ପଷ୍ଟ ହେବା ଦରକାର। ଏକଦମ ଠିକ୍। ଆଉ ଏହା ହିଁ ଆମକୁ ପ୍ରଥମ ଅନୁସୂଚୀକୁ ନେଇଯାଏ, ଯାହା ହେଉଛି ଇଂରାଜୀ ଅକ୍ଷର ଟି ମାନେ ଟେରିଟୋରିଜ୍। ଏଥିରେ ଦେଶର 28ଟି ରାଜ୍ୟ ଆଉ 8ଟି କେନ୍ଦ୍ରଶାସିତ ଅଞ୍ଚଳର ନାମ ଓ ସୀମା ବିଷୟରେ ପୁରା ବିବରଣୀ ଅଛି। ତାହେଲେ ଯେତେବେଳେ ବି ନୂଆ ରାଜ୍ୟ ଗଠନ ହୁଏ ବା ସୀମା ବଦଳେ, ପ୍ରଥମେ ଏହି ଅନୁସୂଚୀରେ ହିଁ ସଂଶୋଧନ ହୁଏ? ହଁ, ସର୍ବପ୍ରଥମେ ସେଠି ବଦଳାଯାଏ। ତାପରେ ଜାଗା ଠିକ୍ ହେଲା ପରେ ପରିଚାଳକ ଦରକାର, ଆଉ ସେମାନଙ୍କର ଦରମା କଥା ବି ସ୍ଥିର ହେବା ଦରକାର। ଏଇଟା ହେଲା ଦ୍ୱିତୀୟ ଅନୁସୂଚୀ, ଇ ଅର୍ଥାତ୍ ଇମୋଲ୍ୟୁମେଣ୍ଟସ୍। ମାନେ ଦରମା ଓ ଭତ୍ତା। ହଁ, ରାଷ୍ଟ୍ରପତି, ରାଜ୍ୟପାଳ, ସୁପ୍ରିମକୋର୍ଟ ବିଚାରପତି ଆଉ ସିଏଜି ଭଳି ବଡ଼ ବଡ଼ ଅଫିସରଙ୍କର ଦରମା କଥା ଏଥିରେ ଲେଖାଅଛି। କିନ୍ତୁ ଏଇଠି ମୋର ଗୋଟିଏ ବଡ଼ ସନ୍ଦେହ ଅଛି। ସାଧାରଣ ଲୋକଙ୍କ ଆଖିରେ ଦେଖିଲେ ଏହା ଟିକେ ଅସୁବିଧାଜନକ ଲାଗୁନି କି? କେମିତିକା ଅସୁବିଧା? ଦେଖନ୍ତୁ, ତୃତୀୟ ଅନୁସୂଚୀ ହେଉଛି ଆଫର୍ମେସନ୍ସ ବା ଓଥ୍ସ, ମାନେ ଶପଥ ଗ୍ରହଣ ପ୍ରକ୍ରିୟା। ହଁ, ଠିକ୍ କଥା। ତାହେଲେ ଦାୟିତ୍ୱ ନେବା ଆଗରୁ ସମ୍ବିଧାନ ପ୍ରଥମେ ଦ୍ୱିତୀୟ ଅନୁସୂଚୀରେ ଦରମା ଓ ପଇସା କଥା ପକାଇଲା, ଆଉ ତାପରେ ତୃତୀୟ ଅନୁସୂଚୀରେ ଦେଶ ସେବାର ଶପଥ କଥା କହିଲା। ସମ୍ବିଧାନ କ'ଣ କର୍ତ୍ତବ୍ୟ ଅପେକ୍ଷା ଆର୍ଥିକ ଲାଭକୁ ବେଶି ଗୁରୁତ୍ୱ ଦେଲା? ଆପାତତଃ ବାହାରୁ ଦେଖିଲେ ତାହା ସେମିତି ହିଁ ଲାଗିବ। କିନ୍ତୁ ପ୍ରକୃତ କାରଣଟା ଗଣତନ୍ତ୍ର ପାଇଁ ବହୁତ ଜରୁରୀ। ଟିକେ ଭାବନ୍ତୁ, ସୁପ୍ରିମକୋର୍ଟର ଜଣେ ବିଚାରପତି କିମ୍ବା ସିଏଜିଙ୍କ ମୁଖ୍ୟ କାମ କ'ଣ? ସରକାରଙ୍କର ଭୁଲ ଧରିବା, ନିରପେକ୍ଷ ନ୍ୟାୟ ଦେବା। ହଁ, ଆଉ ସରକାରୀ ପାଣ୍ଠିର ହିସାବ ଯାଞ୍ଚ କରିବା ବି। ଏକଦମ। ଯଦି ସେମାନଙ୍କର ଦରମା ସରକାରଙ୍କ ଇଚ୍ଛା ଉପରେ ନିର୍ଭରଶୀଳ ହେବେ, ତେବେ ସରକାର ତ ଯେକୌଣସି ମୁହୂର୍ତ୍ତରେ ସେମାନଙ୍କ ଦରମା ବନ୍ଦ କରିଦେବାର ଧମକ ଦେଇପାରିବେ ଆଉ ତାଙ୍କୁ କଣ୍ଟ୍ରୋଲ ବି କରିବେ। ଓହୋ, ଏବେ ବୁଝିଲେ। ମାନେ ସେମାନଙ୍କୁ ଚାପରେ ରଖିପାରିବେ। ହଁ, ତେଣୁ ସମ୍ବିଧାନ ପ୍ରଣେତାମାନେ ବହୁତ ଚାଲାକ ଥିଲେ। ସେମାନେ ପ୍ରଥମେ ଦ୍ୱିତୀୟ ଅନୁସୂଚୀରେ ସେମାନଙ୍କର ଦରମାକୁ କନସଲିଡେଟେଡ୍ ଫଣ୍ଡ ଅଫ୍ ଇଣ୍ଡିଆ ଉପରେ ନ୍ୟସ୍ତ କରିଦେଲେ। ଏହାକୁ ସଂସଦ ସାଧାରଣ ଭୋଟରେ କାଟିପାରିବ ନାହିଁ। ଆର୍ଥିକ ସ୍ତରରେ ସମ୍ପୂର୍ଣ୍ଣ ସ୍ୱାଧୀନ ହେବା ପରେ ଯାଇ ତୃତୀୟ ଅନୁସୂଚୀରେ ବିନା ପକ୍ଷପାତରେ କାମ କରିବାର ଶପଥପାଠ କରାଯାଏ। ତେଣୁ ଏହା ପଇସାର ଲୋଭ ନୁହେଁ, ପଦବୀର ସ୍ୱାଧୀନତା ରକ୍ଷା କରିବାର ରଣନୀତି। ସତରେ ଏହା ଏକ ଚମତ୍କାର ଦୃଷ୍ଟିକୋଣ। ମୁଁ ଏମିତି କେବେ ଭାବିନଥିଲି। ତେବେ ଭୂଖଣ୍ଡ ମିଳିଲା, ଦରମା ସ୍ଥିର ହେଲା, ଶପଥ ବି ନିଆଗଲା। ଏବେ ଶାସନ ପ୍ରକ୍ରିୟା। ଆମେ ଜାଣୁ ଭାରତ ଏକ ରାଜ୍ୟମାନଙ୍କର ସଂଘ। କେନ୍ଦ୍ରରେ ରାଜ୍ୟଗୁଡ଼ିକର ସ୍ୱର ପହଞ୍ଚାଇବା ପାଇଁ ଆସେ ଚତୁର୍ଥ ଅନୁସୂଚୀ, ଯାହା ହେଉଛି ଆମ ସୂତ୍ରର ଆର୍, ଅର୍ଥାତ୍ ରାଜ୍ୟସଭା। ଏଥିରେ ସ୍ପଷ୍ଟ କରାଯାଇଛି ଯେ ଜନସଂଖ୍ୟା ଭିତ୍ତିରେ କେଉଁ ରାଜ୍ୟରୁ କେତେ ଜଣ ପ୍ରତିନିଧି ରାଜ୍ୟସଭାକୁ ଯିବେ। ଏହାଦ୍ୱାରା ଛୋଟ ଆଉ ବଡ଼ ରାଜ୍ୟ ମଧ୍ୟରେ ସନ୍ତୁଳନ ରହେ। ବଢ଼ିଆ। ତାହେଲେ ଆମର ଟିୟର୍ସର ପ୍ରଥମ 4ଟି ଶବ୍ଦ ମାନେ TEAR ସରିଲା, କେନ୍ଦ୍ରୀୟ ଢାଞ୍ଚା ଛିଡ଼ା ହୋଇଗଲା। କିନ୍ତୁ ଏବେ ଆସିବ ଅସଲ କଥା, ଭାରତର ବିବିଧତା। ସବୁ ଜାଗାରେ ତ ଗୋଟିଏ ନିୟମ ଖଟାଇ ହେବନି, ଖାସ୍ କରି ଆଦିବାସୀ ବା ଜନଜାତି ଅଞ୍ଚଳରେ। ସମ୍ପୂର୍ଣ୍ଣ ଠିକ୍। ସେଥିପାଇଁ ପଞ୍ଚମ ଓ ଷଷ୍ଠ ଅନୁସୂଚୀ ରହିଛି ଆମ ସୂତ୍ରର ଏସ୍ ଏବଂ ଓ। ପଞ୍ଚମ ଅନୁସୂଚୀ ବା ଏସ୍, ସିଡ୍ୟୁଲ୍ଡ ଏରିଆସ୍, ଦେଶର ବିଭିନ୍ନ ରାଜ୍ୟରେ ଥିବା ଅନୁସୂଚିତ ଅଞ୍ଚଳରେ ରହୁଥିବା ଜନଜାତିଙ୍କ ସୁରକ୍ଷା ପାଇଁ ଏଥିରେ ରାଜ୍ୟପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। କିନ୍ତୁ ଏଇଠି ଗୋଟିଏ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି।
ଯଦି ପଞ୍ଚମ ଅନୁସୂଚୀରେ ସାରା ଦେଶର ଜନଜାତୀୟ ଅଞ୍ଚଳ କଥା କୁହାଗଲାଣି, ତେବେ ପୁଣି ଷଷ୍ଠ ଅନୁସୂଚୀ ମାନେ ଓ ଅଦର ଟ୍ରାଇବାଲ ଏରିଆସ୍ ର ଆବଶ୍ୟକତା କ'ଣ ପଡ଼ିଲା? ଏହା ଏକ ଭଲ ପ୍ରଶ୍ନ। ହଁ, ମାନେ ଷଷ୍ଠ ଅନୁସୂଚୀରେ କେବଳ ଉତ୍ତର ପୂର୍ବାଞ୍ଚଳର 4ଟି ରାଜ୍ୟ ଆସାମ, ମେଘାଳୟ, ତ୍ରିପୁରା ଆଉ ମିଜୋରାମ ଅଛି, ଯାହାକୁ ଆମେ AMTM କହୁଁ। ଗୋଟିଏ ଦେଶରେ 2ଟି ଅଲଗା ନିୟମ କାହିଁକି? ଏହା କ'ଣ ଅଯଥା ଦ୍ବିରୁକ୍ତି ନୁହେଁ କି? ଦ୍ବିରୁକ୍ତି ଲାଗିପାରେ, କିନ୍ତୁ ଏହାର ଐତିହାସିକ ପୃଷ୍ଠଭୂମି ସମ୍ପୂର୍ଣ୍ଣ ଅଲଗା। ଦେଖନ୍ତୁ, ପଞ୍ଚମ ଅନୁସୂଚୀରେ ଆସୁଥିବା ମଧ୍ୟ ଭାରତର ଆଦିବାସୀମାନେ ବହୁ ବର୍ଷ ଧରି ମୁଖ୍ୟ ସ୍ରୋତର ଲୋକଙ୍କ ସହ ମିଳିମିଶି ରହିଆସିଥିଲେ। ଆଚ୍ଛା, ତାହେଲେ ସେଠି ଲକ୍ଷ୍ୟ ଥିଲା ତାଙ୍କ ମୁଖ୍ୟ ସ୍ରୋତରେ ସାମିଲ କରିବା। ହଁ, କିନ୍ତୁ ଉତ୍ତର ପୂର୍ବାଞ୍ଚଳର ଏହି MNTM ରାଜ୍ୟର ଜନଜାତିମାନେ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଯୋଗୁଁ ବାକି ଦେଶରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିଲେ। ସେମାନଙ୍କର ନିଜସ୍ୱ ଆଇନ, ବିଚାର ବ୍ୟବସ୍ଥା ସବୁକିଛି ଅଲଗା ଥିଲା। ଯଦି ସରକାର ହଠାତ୍ ନିଜ ନିୟମ ଲଦି ଦେଇଥାନ୍ତେ, ତେବେ ବଡ଼ ବିଦ୍ରୋହ ହୋଇଥାନ୍ତା। ଓହୋ, ତାମାନେ ସେମାନଙ୍କୁ ସ୍ୱାଧୀନତା ଦେବା ଜରୁରୀ ଥିଲା। ଏକଦମ। ସେଥିପାଇଁ ଷଷ୍ଠ ଅନୁସୂଚୀରେ ସ୍ୱୟଂଶାସିତ ଜିଲ୍ଲା ପରିଷଦ ତିଆରି କରାଗଲା। ସେମାନଙ୍କୁ ଏକ ମିନି ବିଧାନସଭା ଭଳି କ୍ଷମତା ଦିଆଗଲା, ଯେମିତିକି ଜଙ୍ଗଲଜାତ ଦ୍ରବ୍ୟ କିମ୍ବା ସମ୍ପତ୍ତି ବିବାଦ ନିଜେ ତୁଟାଇବେ। ସତରେ ସମ୍ବିଧାନ କେତେ ନମନୀୟ। ଆଚ୍ଛା, ସ୍ଥାନୀୟ ଶାସନ କଥା ଉଠିଲା ବେଳେ କେନ୍ଦ୍ର ଆଉ ରାଜ୍ୟ ଭିତରେ କ୍ଷମତାର ବଣ୍ଟନ କେମିତି ହେବ ତାହା ବି ତ ସ୍ପଷ୍ଟ ହେବା ଦରକାର, ନହେଲେ ତ ସବୁବେଳେ କଳିଗୋଳ ଲାଗିବ। ଏଥିପାଇଁ ଆମର ଅଛି ସପ୍ତମ ଅନୁସୂଚୀ, ମାନେ ସୂତ୍ରର F, ଫେଡରାଲ ଲିଷ୍ଟ। ଆପଣ ଏହାକୁ କିପରି ବୁଝାଇବେ? ମୁଁ ଏହାକୁ ଗୋଟେ ପରିବାରର କାମ ବଣ୍ଟା ସହ ତୁଳନା କରେ। ଧରନ୍ତୁ, ବ୍ୟାଙ୍କ ଋଣ ଶୁଝିବା ବା ଘରର ମୂଳ ଖର୍ଚ୍ଚ ସମ୍ଭାଳିବା କେବଳ ବାପାମାଙ୍କର ଦାୟିତ୍ୱ। ଏହା ହେଲା କେନ୍ଦ୍ର ତାଲିକା। ଏଥିରେ ପ୍ରତିରକ୍ଷା, ରେଣବାଇ ଭଳି 100ଟି ବିଷୟ ଅଛି। ବଢ଼ିଆ ଉଦାହରଣ। ଆଉ ପୁଣି ନିଜ ରୁମ୍ ସଫା କରିବା ବା ବହି ଖାତା ସଜାଡ଼ିବା, ଏଇଟା କେବଳ ପିଲାଙ୍କର ଦାୟିତ୍ୱ। ଏହା ହେଲା ରାଜ୍ୟ ତାଲିକା, ଯେଉଁଥିରେ ପୋଲିସ ଆଉ କୃଷି ଭଳି 61ଟି ବିଷୟ ଅଛି। କିନ୍ତୁ ଆଉ କିଛି ବିଷୟ ଅଛି, ଯେମିତିକି ଘର ପାଇଁ ନୂଆ ଟିଭି କିଣିବା। ଏଥିରେ ଉଭୟ ମିଶି ନିଷ୍ପତ୍ତି ନିଅନ୍ତି। ଏହା ହେଲା ଯୁଗ୍ମ ତାଲିକା ବା କନକରେଣ୍ଟ ଲିଷ୍ଟ। ଏଥିରେ ଶିକ୍ଷା ଆଉ ଜଙ୍ଗଲ ପରିଚାଳନା ଭଳି 52ଟି ବିଷୟ ଅଛି। ହଁ, କିନ୍ତୁ ଏହି ଯୁଗ୍ମ ତାଲିକାର ପ୍ରକ୍ରିୟାଟା ଟିକେ ଜଟିଳ, ବୁଝିଲେ? କେମିତି? ଯଦି କୌଣସି ଯୁଗ୍ମ ବିଷୟ ଉପରେ କେନ୍ଦ୍ର ଓ ରାଜ୍ୟ ଭିତରେ ମତଭେଦ ହୁଏ, ତେବେ କ'ଣ ହେବ? ଧରନ୍ତୁ, ଶିକ୍ଷାନୀତିକୁ ନେଇ କେନ୍ଦ୍ର ଗୋଟେ ଆଇନ ଆଣିଲା ଆଉ ରାଜ୍ୟ ତାର ଉଲ୍ଟା ଆଇନ ଆଣିଲା। ଆଚ୍ଛା, ସେତେବେଳେ କାହା କଥା ରହିବ? ସମ୍ବିଧାନ ଏଥିପାଇଁ ସ୍ପଷ୍ଟ ନିୟମ ରଖିଛି ଯେ ଏପରି ବିବାଦ ସମୟରେ କେନ୍ଦ୍ରୀୟ ଆଇନ ହିଁ ବଳବତ୍ତର ରହିବ, ରାଜ୍ୟର ଆଇନ ରଦ ହୋଇଯିବ। ଓହୋ, ଏଥିରୁ ଜଣାପଡ଼ୁଛି ଯେ ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଶାସନ ଅଧିକ ବଳିଷ୍ଠ। ଏକଦମ। ଏହାପରେ ଆମେ ଆସିବା ଅଷ୍ଟମ ଅନୁସୂଚୀକୁ, ଯାହା ହେଉଛି ସୂତ୍ରର ଓ, ଅଫିସିଆଲ ଲାଙ୍ଗୁଏଜେସ୍ ବା ସରକାରୀ ଭାଷା। ମୂଳତଃ ଏଥିରେ 14ଟି ଭାଷା ଥିଲା, କିନ୍ତୁ ଭାଷା କେବଳ କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହା ମଣିଷର ଅସ୍ମିତା ସହ ଜଡ଼ିତ। ହଁ, ତେଣୁ ପରେ ଆନ୍ଦୋଳନ ଯୋଗୁଁ ନୂଆ ଭାଷା ସବୁ ଯୋଡ଼ାଗଲା, ଆଉ ଏବେ ତାହା 22ରେ ପହଞ୍ଚିଛି। ତାହେଲେ ଏଇଠି ଆମର 1959 ମସିହାର ମୂଳ 8ଟି ଅନୁସୂଚୀର କାହାଣୀ ଶେଷ ହେଉଛି। ହଁ, ମୂଳ ଅପରେଟିଂ ସିଷ୍ଟମର ଫିଚର ସରିଲା, କିନ୍ତୁ ପ୍ରକୃତ ଡ୍ରାମା ଏବେ ହିଁ ଆରମ୍ଭ ହେବ। ଦେଶ ସ୍ୱାଧୀନ ହେବାର ଠିକ୍ ପରେ ସରକାର ଏକ ବଡ଼ ସମସ୍ୟାର ସାମ୍ନା କଲେ। ଏକଦମ। ଏବେ ଆମେ ସୂତ୍ର ଶେଷ ଭାଗ ଓଲ୍ଡ PM ମାନେ 9ରୁ 12 ଅନୁସୂଚୀ ଆଡ଼କୁ ଯିବା। ପ୍ରଥମେ ଆସେ ନବମ ଅନୁସୂଚୀ, L, ମାନେ ଲ୍ୟାଣ୍ଡ ରିଫର୍ମସ୍। ମୁଁ ପ୍ରୋଗ୍ରାମ ଆରମ୍ଭରେ ଏଇ ଭଲ୍ଟ ବିଷୟରେ ହିଁ କହୁଥିଲି। 1950ରେ ସମ୍ବିଧାନ ଲାଗୁ ହେଲା, ଆଉ ମାତ୍ର ବର୍ଷକ ପରେ 1951ରେ ହିଁ ପ୍ରଥମ ସଂଶୋଧନ ଆଣିବାକୁ ପଡ଼ିଲା। ଏତେ ଜରୁରୀ କ'ଣ ଥିଲା? ଏଇ ସଙ୍କଟ ସିଧାସଳଖ ଭୂମି ଆଉ ଅର୍ଥନୈତିକ ବୈଷମ୍ୟ ସହ ଜଡ଼ିତ ଥିଲା। ଜାଣିଛନ୍ତି ତ, ସେତେବେଳେ ଜମିଦାରୀ ପ୍ରଥା ବ୍ୟାପକ ଥିଲା। ହାତ ଗଣତି କିଛି ଲୋକଙ୍କ ପାଖରେ ହଜାର ହଜାର ଏକର ଜମି ଥିଲା, ଆଉ କୋଟି କୋଟି ଚାଷୀ ଭୂମିହୀନ ଥିଲେ। ତାପରେ ସରକାର ଭୂମି ସଂସ୍କାର ଆଇନ ଆଣିଲେ, ଠିକ୍? ହଁ, ନେହେରୁ ସରକାର ଚେଷ୍ଟା କଲେ ଜମିଦାରଙ୍କଠୁ ଅତିରିକ୍ତ ଜମି ଆଣି ଗରିବଙ୍କୁ ବାଣ୍ଟିବାକୁ। କିନ୍ତୁ ସେତେବେଳେ ସମ୍ବିଧାନର ଧାରା 31 ଅନୁଯାୟୀ ସମ୍ପତ୍ତିର ଅଧିକାର ଗୋଟେ ମୌଳିକ ଅଧିକାର ବା ଫଣ୍ଡାମେଣ୍ଟାଲ ରାଇଟ୍ ଥିଲା। ଆଚ୍ଛା, ତେଣୁ ଜମିଦାରମାନେ ସିଧା କୋର୍ଟ ପଳେଇଲେ। ଏକଦମ। କାମେଶ୍ୱର ସିଂ ମାମଲାରେ ସେମାନେ କୋର୍ଟ ଗଲେ, ଆଉ ହାଇକୋର୍ଟ ସବୁ ଭୂମି ସଂସ୍କାର ଆଇନକୁ ଅସାମ୍ବିଧାନିକ କହି ରଦ୍ଦ କରିଦେଲେ।
ତାର ଅର୍ଥ ସମ୍ବିଧାନର ଏକ ଧାରା ହିଁ ସରକାରଙ୍କର ସାମାଜିକ ସଂସ୍କାର ଲକ୍ଷ୍ୟରେ ବାଧକ ସାଜିଲା। ତାପରେ ସରକାର କ'ଣ କଲେ? ସରକାର ଦେଖିଲେ ଯେ କୋର୍ଟ କଚେରୀ ଚକ୍କରରେ ପଡ଼ିଲେ କେବେ ବି ଜମିଦାରୀ ଉଚ୍ଛେଦ ହୋଇପାରିବ ନାହିଁ। ତେଣୁ ସେମାନେ 1951ରେ ପ୍ରଥମ ସଂଶୋଧନ ଆଣି ସମ୍ବିଧାନରେ ଏକ ଅଭେଦ୍ୟ ଦୁର୍ଗ ଭଳି ନବମ ଅନୁସୂଚୀ ଯୋଡ଼ିଲେ। ବ୍ୟବସ୍ଥା କରାଗଲା ଯେ ଏହି ଅନୁସୂଚୀ ଭିତରେ ଯେଉଁ ଆଇନ ରଖାଯିବ କୌଣସି ନ୍ୟାୟାଳୟ ତାର ସମୀକ୍ଷା କରିପାରିବେ ନାହିଁ। ବାପ୍ରେ, ଏହା ତ ଏକ ଅଦ୍ଭୁତପୂର୍ବ ପଦକ୍ଷେପ ଥିଲା। ମାନେ ସିଧାସଳଖ ଆଇନଗତ ସୁରକ୍ଷା କବଚ। ହଁ, ଆଉ ଏହା ବହୁତ ଜରୁରୀ ବି ଥିଲା ସେତେବେଳେ। ତାପରେ ଆସିଲା ଆଉ ଏକ ବଡ଼ ସଙ୍କଟ, ଯାହା ଆମକୁ 10ମ ଅନୁସୂଚୀ ପାଖକୁ ନେଇଯାଏ। ସୂତ୍ରର ଡି, ଯାହା ହେଉଛି ଡିଫେକ୍ସନ୍ ବା ଦଳବଦଳ। ଏହା 1985 ମସିହାରେ ଆସିଥିଲା। ମୁଁ ଏହାକୁ ଗୋଟେ ଫୁଟବଲ ମ୍ୟାଚ୍ ସେ ତୁଳନା କରିବି। ଯଦି କୌଣସି ଖେଳାଳି ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ବିପକ୍ଷ ଦଳର ଜର୍ସି ପିନ୍ଧି ନିଜ ଦଳ ବିରୁଦ୍ଧରେ ଖେଳେ, ତେବେ କେମିତି ଲାଗିବ? ଭାରତୀୟ ରାଜନୀତିରେ ଠିକ୍ ଏମିତି ହିଁ ହେଉଥିଲା। ହଁ ହଁ, ଏହାକୁ ନେଇ ହରିୟାଣାରେ ଏକ ଘଟଣା ବହୁତ ଫେମସ୍। 1967 ମସିହାରେ ଗୟାଲାଲ ବୋଲି ଜଣେ ବିଧାୟକ ଗୋଟିଏ ଦିନ ଭିତରେ 3 ଥର ଦଳ ବଦଳାଇଥିଲେ। ସତରେ? ଗୋଟିଏ ଦିନରେ 3 ଥର? ଏକଦମ। ସେବେଠାରୁ ଆୟାରାମ ଗୟାରାମ ବୋଲି ଗୋଟେ ଖ୍ୟାତି ବାହାରିଥିଲା। ଲୋକେ ଗୋଟିଏ ବିଚାରଧାରାକୁ ଭୋଟ ଦେଉଥିଲେ, ଆଉ ବିଧାୟକମାନେ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଦଳରେ ମିଶି ସରକାର ଗଢ଼ୁଥିଲେ। ମାନେ ଗଣତନ୍ତ୍ର ପୁରା ହାସ୍ୟାସ୍ପଦ ହୋଇଯାଇଥିଲା। ସେଇ ବିଶୃଙ୍ଖଳାକୁ ରୋକିବା ପାଇଁ 10ମ ଅନୁସୂଚୀରେ ଆଣ୍ଟି ଡିଫେକ୍ସନ୍ ଲ ବା ଦଳବଦଳ ନିରୋଧୀ ଆଇନ ଲାଗୁ କରାଗଲା। ନିୟମ ହେଲା ଯେ ଦଳ ଏକ ହ୍ୱିପ୍ ବା ନିର୍ଦ୍ଦେଶନାମା ଜାରି କରିବ ଯଦି କେହି ବିଧାୟକ ଦଳର ବିନା ଅନୁମତିରେ ଦଳ ଛାଡ଼ନ୍ତି ବା ଭୋଟିଂ ବେଳେ କଥା ନ ମାନନ୍ତି, ତେବେ ସାଙ୍ଗେ ସାଙ୍ଗେ ତାଙ୍କର ସଭ୍ୟପଦ ରଦ୍ଦ ହୋଇଯିବ। ବାସ୍, ଏହାଦ୍ୱାରା ରାଜନୀତିରେ ସ୍ଥିରତା ଆସିଲା। ତେବେ ଏବେ ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲେ। ଆମ ସୂତ୍ରର ଶେଷ 2ଟି ଅକ୍ଷର ପିଏମ୍, ଅର୍ଥାତ୍ 11 ପି ଏବଂ 12 ଏମ୍ ଅନୁସୂଚୀ। ପିରୁ ପଞ୍ଚାୟତ ଆଉ ଏମ୍ରୁ ମ୍ୟୁନିସିପାଲିଟି। ହଁ, ଦେଖନ୍ତୁ, 1992 ମସିହା ପର୍ଯ୍ୟନ୍ତ ଶାସନ ବ୍ୟବସ୍ଥା କେବଳ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଥିଲା। କିନ୍ତୁ ଭୁବନେଶ୍ୱରର ଏସି ରୁମ୍ରେ ବସିଥିବା ଜଣେ ଅଫିସର କେମିତି ଜାଣିବେ ଯେ ମାଲକାନଗିରିର କୌଣସି ଗାଁରେ ସ୍କୁଲ ଛାତରୁ ପାଣି ଗଳୁଛି? ମାନେ ଏହି କେନ୍ଦ୍ରୀକୃତ ଶାସନରେ ଗାଁ ଗଣ୍ଡାର ସମସ୍ୟା ଲୁଚି ଯାଉଥିଲା। ଆଉ ସେଇ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ 1992ରେ 73ତମ ଓ 64ତମ ସଂଶୋଧନ ଆସିଲା। ଏହା ଥିଲା ପ୍ରକୃତ ବିକେନ୍ଦ୍ରୀକରଣ। 11 ଅନୁସୂଚୀ ଜରିଆରେ ପଞ୍ଚାୟତକୁ କୃଷି, ଗାଁ ରାସ୍ତା ନିର୍ମାଣ ଭଳି 29ଟି ବିଷୟ ଉପରେ କ୍ଷମତା ମିଳିଲା। ଆଉ ସେହିପରି 12 ଅନୁସୂଚୀ ଜରିଆରେ ସହରର ପୌରପାଳିକାଗୁଡ଼ିକୁ ସହର ପରିମଳ, ରାସ୍ତା ଆଲୋକୀକରଣ ଭଳି 18ଟି ବିଷୟ ଦିଆଗଲା। ମାନେ ଗଣତନ୍ତ୍ର ସିଧା ଲୋକଙ୍କ ଘର ପାଖରେ ପହଞ୍ଚିଲା। ଏକଦମ। ସାଧାରଣ ନାଗରିକ ନିଜ ବିକାଶରେ ସିଧାସଳଖ ଭାଗିଦାର ହେଲେ। ତାହେଲେ ଆଜିର ଏହି ବିସ୍ତୃତ ଆଲୋଚନାରେ ଆମେ ଦେଖିଲେ ଯେ 12ଟି ଅନୁସୂଚୀ କିପରି କାମ କରେ। ଟିୟର୍ସ ଅଫ୍ ଓଲ୍ଡ ପିଏମ୍ କେବଳ ଗୋଟେ ସୂତ୍ର ନୁହେଁ, ଏହା ହେଉଛି ଆମ ଦେଶରେ ବିବର୍ତ୍ତନର ସାରାଂଶ। ସୀମା ନିର୍ଦ୍ଧାରଣରୁ ଆରମ୍ଭ କରି ଦାୟିତ୍ୱ, ସଂଘୀୟ ଢାଞ୍ଚା, ଆଦିବାସୀଙ୍କ ସୁରକ୍ଷା, ଆଉ ତାପରେ ଭୂମି ସଂସ୍କାରର ଆଇନଗତ ଦୁର୍ଗ, ରାଜନୈତିକ ସ୍ଥିରତା ଓ ଶେଷରେ ପଞ୍ଚାୟତ ଏବଂ ପୌରପାଳିକା ଜରିଆରେ କ୍ଷମତା ହସ୍ତାନ୍ତର, ସବୁକିଛି ସମୟ ଅନୁସାରେ ବଦଳିଛି। ପ୍ରକୃତରେ ଏହା ପ୍ରମାଣ କରେ ଯେ ଭାରତୀୟ ସମ୍ବିଧାନ କୌଣସି ପୁରୁଣା ଦଲିଲ ନୁହେଁ, ଏହା ଏକ ଜୀବନ୍ତ ବ୍ୟବସ୍ଥା। ଆମେ କମ୍ପ୍ୟୁଟର ଅପରେଟିଂ ସିଷ୍ଟମ କଥା କହି ଆରମ୍ଭ କରିଥିଲେ। ଯେପର୍ଯ୍ୟନ୍ତ ନୂଆ ଆହ୍ୱାନ ଆସୁଥିବ, ସିଷ୍ଟମ ଅପଡେଟ୍ ହେଉଥିବ। ହଁ, 8ରୁ 12ଟି ଅନୁସୂଚୀ ପର୍ଯ୍ୟନ୍ତର ଯାତ୍ରା ହିଁ ଭାରତୀୟ ଲୋକତନ୍ତ୍ରର ପରିପକ୍ୱତା। ଆଉ ଏହି ଯାତ୍ରା ଏଇଠି ସରିଯାଇ ନାହିଁ। ତେଣୁ ଶେଷ କରିବା ପୂର୍ବରୁ ମୁଁ ଗୋଟିଏ ନୂଆ ପ୍ରଶ୍ନ ଛାଡ଼ିଯାଉଛି। ଭାବନ୍ତୁ, ଯଦି ନିକଟ ଭବିଷ୍ୟତରେ ଆମ ସମ୍ବିଧାନରେ ଆଉ ଏକ ନୂଆ ଅପଡେଟ୍ ଆସେ, ମାନେ ଯଦି ଗୋଟିଏ 13ତମ ଅନୁସୂଚୀ ଯୋଡ଼ିବାର ଆବଶ୍ୟକତା ପଡ଼େ, ତେବେ ତାହା କେଉଁ ବିଷୟରେ ହେବା ଉଚିତ? ଏହା ଏକ ବହୁତ ଭଲ ଚିନ୍ତା। ହଁ, କ'ଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଟେକ୍ନୋଲୋଜିକୁ ନିୟନ୍ତ୍ରଣ କରିବା ଏହାର ବିଷୟବସ୍ତୁ ହେବ? କିମ୍ବା ବ୍ୟକ୍ତିଗତ ଡାଟା ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ହେବ? ଅଥବା ସବୁଠାରୁ ବଡ଼ ସଙ୍କଟ, ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟକୁ ବାଧ୍ୟତାମୂଳକ ନିର୍ଦ୍ଦେଶ ଦିଆଯିବ? ଆଗାମୀ ଦିନରେ କେଉଁ ସଙ୍କଟ ଆମର ଭର୍ଜନ 13.0 ଆଣିବ, ତାହା ଉପରେ ନିଶ୍ଚୟ ଚିନ୍ତା କରିବେ। ଆଜିର ଏହି ଗଭୀର ବିଶ୍ଳେଷଣରେ ଏତିକି। ଅଶେଷ ଧନ୍ୟବାଦ।